Armory. Doctor, ସାର୍ କିଛି ଶୁଭୁନି, ମ୍ୟୁଟ ରେ ଅଛି। ଶୁଭୁ ନାହିଁ କିଛି। ଓ ସରି। ହଁ ତେବେ ଆମେ ଆଜି ଏପର୍ଯ୍ୟନ୍ତ ଦେଖିଲେ, ମୁଁ ସରି ମୁଁ ମ୍ୟୁଟରେ ଥିଲି, ଏପର୍ଯ୍ୟନ୍ତ ଆମେ ଦେଖିଲେ, ବର୍ତ୍ତମାନ ଶୁଭୁଛି ତ? ହଁ ଶୁଭିଲା ଶୁଭିଲା। ହଁ ବର୍ତ୍ତମାନ ସୁଦ୍ଧା ଆମେ ଦେଖିଲେ ଅର୍ଜୁନ 5ଟି ଯୁକ୍ତି ଦଉଛନ୍ତି। ସେ 5ଟି ଯୁକ୍ତିରୁ 27ରୁ 30 ନମ୍ବରରେ ଆମେ ଦେଖିଲେ ପ୍ରଥମ ଯୁକ୍ତି ଅର୍ଜୁନ ଦଉଛନ୍ତି ଯୁଦ୍ଧ ନ କରିବା ପାଇଁ, ଯେ ମୋର ଏମାନେ ନିଜ ଲୋକ, ଏମାନଙ୍କୁ ମୁଁ କେମିତି ମାରିବି। ତେଣୁ ଦୟା ବା କରୁଣା ଯୁକ୍ତି ଦେଲେ। ତାପରେ 31 ନମ୍ବର ଶ୍ଲୋକରେ ସେ ଦଉଛନ୍ତି ଦ୍ୱିତୀୟ ଯୁକ୍ତି,
ଏମାନଙ୍କୁ ତ ମାରିଦେବି, କାଲି ଯୋଉ ରାଜ୍ୟ ଆଉ ସୁଖ ପାଇଲି କାହା ସାଙ୍ଗରେ ମୁଁ ଉପଭୋଗ କରିବି, କାହାକୁ ନେଇକି ଉପଭୋଗ କରିବି। ତେଣୁ ଦ୍ୱିତୀୟ ଆର୍ଗୁମେଣ୍ଟ ଯୁକ୍ତି ଦଉଛନ୍ତି ଯେ ଆପଣମାନେ ସମସ୍ତେ ମ୍ୟୁଟ୍ କରିଦିଅନ୍ତୁ, ଡିଷ୍ଟର୍ବାନ୍ସ ହଉଛି। ଗୋଟେ ସେକେଣ୍ଡ, ଗୋଟେ ମିନିଟ। ହଁ ଠିକ ଅଛି। ତେବେ ଅର୍ଜୁନ ଏ ଦ୍ୱିତୀୟ ଯୁକ୍ତି ଦେଲେ ଏବଂ ସେ ଦ୍ୱିତୀୟ ଯୁକ୍ତି ପରେ ଆମେ ସେଟା କଣ୍ଟିନ୍ୟୁ କରୁଛି 32 ରୁ 35। ଆମେ ଯେତେବେଳେ 32 ରୁ 35 ଶ୍ଲୋକ ଆମେ ଆଲୋଚନା କରିଥିଲେ, ସେତେବେଳେ କେବଳ ଏଥର ଯୋଉ ଗୋବିନ୍ଦ ଶବ୍ଦଟି ଅଛି ଆମେ ସେଇ ଗୋଟିକ ହିଁ କେବଳ ଆଲୋଚନା କରିପାରିଲେ, ବାକି କରିପାରିନଥିଲେ। ତେଣୁ ବର୍ତ୍ତମାନ ମୁଁ ସେଇ ଶ୍ଲୋକଟି, ସେଇ 4ଟି ଶ୍ଲୋକ ନେଇକି ଆମେ ଆଲୋଚନା କରିବା। ଏଠି କହୁଛନ୍ତି ପ୍ରଥମେ କିଂ ରାଜ୍ୟ ଗୋବିନ୍ଦ ନ, ମାନେ ଏଠି ଆମମାନଙ୍କର ରାଜ୍ୟ ପାଇକି ଲାଭ କଣ? କିଂ ଭୋଗେଇଲ, ଏଇ ସୁଖ ପାଇକି ଲାଭ କଣ? କିଂ ଜୀବିତେନ ବା, ବଞ୍ଚି ରହିକି ଆଶା ଲାଭ କଣ? ଯେସାଙ୍ଗ ଅର୍ଥେ କାଙ୍କ୍ଷିତଂ, ଯାହାଙ୍କ ପାଇଁ, ଯେସାମ ଅର୍ଥେ ଯାହାଙ୍କ ପାଇଁ ଆମେ ସବୁ ଇଚ୍ଛା କରିଛେ, ନ ଆମେ ନ ରାଜ୍ୟଂ ଭୋଗାହ ସୁଖାନି ଚୟ, ରାଜ୍ୟ ଜନିତ ସୁଖ ଆମେ ପାଇବାକୁ ଚେଷ୍ଟା କରିଛେ ଯାହାଙ୍କ ପାଇଁ, ତଇମେ ଅବସ୍ଥିତ ଯୁଦ୍ଧେ, ସେମାନେ ଏଇ ଯୁଦ୍ଧରେ ଏଇଠି ଆମ ସମ୍ମୁଖରେ ଠିଆ ହେଇଛନ୍ତି। ପ୍ରାଣଂ ତ୍ୟକ୍ତ୍ୱା ଧନାନି ଚ, ପ୍ରାଣ ତ୍ୟାଗ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି। ଧନାନି ଚ, ଧନ ମଧ୍ୟ, ତାଙ୍କର ଧନ ବି ଦରକାର ନାହିଁ। ଆଚାର୍ଯ୍ୟ, ସେମାନେ କିଏ କିଏ? ସେ ଗୋଟେ ଲଙ୍ଗ ଲିଷ୍ଟ। ଆଚାର୍ଯ୍ୟ ପିତର ପୁତ୍ରାସ୍, ମାନେ ଭୀଷ୍ମ, ପିତାମହ ଭୀଷ୍ମ, ପିତୃତୁଲ୍ୟ ଲୋକ, ପୁତ୍ର ମାନେ ଏବଂ ଭାଇମାନେ, ଆଚାର୍ଯ୍ୟ ମାନେ ହଉଛନ୍ତି ଗୁରୁ, ଏମିତି ସବୁ ଶାଲା, ମାତୁଲା, ଶ୍ୱଶୁରା, ଶ୍ୱଶୁର ମାନେ, ନାତି, ପୋତ୍ରା, ବିଭିନ୍ନ ବନ୍ଧୁବାନ୍ଧବ, ଏମାନେ ସବୁ ଉପସ୍ଥିତ ଅଛନ୍ତି। ଏତାନ୍ ନ ହନ୍ତୁଂ ଇଚ୍ଛାମି, ମୁଁ ଏମାନଙ୍କୁ ମାରିବାକୁ ଚାହୁଁନାହିଁ। ଘ୍ନତୋପି ମଧୁସୂଦନ, ଏମାନେ ଯଦି ମତେ ବି ମାରିଦେବାକୁ ଇଚ୍ଛା କରନ୍ତି, ମୁଁ ଏମାନଙ୍କୁ ମାରିବାକୁ ଇଚ୍ଛା କରୁନି। ଏତାନ୍ ନ ହନ୍ତୁଂ ଇଚ୍ଛାମି ଅପି ତ୍ରୈଲୋକ୍ୟ ରାଜ୍ୟ ସହେତ କିଂ ନୁ ମହିକୃତେ, ଏ ପୃଥିବୀ କଣ, ଯଦି ମତେ 3 ଭୁବନ ବି ଦିଆଯାଏ ମୁଁ ଏମାନଙ୍କୁ ମାରିବି ନାହିଁ। ନିହତ୍ୟ ଧରାତରାଷ୍ଟ୍ର କା ପ୍ରୀତି ସା ଜନାର୍ଦ୍ଦନ, ହେ ଜନାର୍ଦ୍ଦନ, ଏଇ ଯୋଉ ଧୃତରାଷ୍ଟ୍ରଙ୍କର ପୁତ୍ର ମାନଙ୍କୁ ମାରିକି ମୁଁ କି ଆନନ୍ଦ ପାଇବି, এইଭଳି କହୁଛନ୍ତି। ତେବେ ଏଠି କହୁଛନ୍ତି କଣ ଅର୍ଜୁନ, ଯେ କିଂ ନ ରାଜ୍ୟ ନ ଗୋବିନ୍ଦ, ରାଜ୍ୟ ପାଇକି ଆଉ ରାଜ୍ୟ ଜନିତ ସୁଖ ଭୋଗ ପାଇକି ଲାଭ କଣ? ଯଦି ମୁଁ ଯାହାଙ୍କ ପାଇଁ ଏସବୁ ମୁଁ ପାଉଛି, ସେମାନେ ତ ଏଠି ରହିବେନି ନା, ତାଙ୍କୁ ଆମେ ମାରିଦବା। ଯଦି ସେମାନେ ନ ରହିବେ, ତାଙ୍କ ଅନୁପସ୍ଥିତିରେ ମୁଁ ଏହାକୁ ଉପଭୋଗ କରିବି କେମିତି? ଅର୍ଥାତ୍ ଭୌତିକ ଦୁନିଆରେ ଇଏ ହଉଛି ଆମର এইଭଳି ଆମର ଚିନ୍ତାଧାରା, ଯେ ଆମ ପାଖରେ ଯାହା ଭୋଗ୍ୟ ବସ୍ତୁ ଅଛି ଆମେ ସେଥିରୁ ଆନନ୍ଦ ପାଇବା ଯଦି ଆମେ କାହାକୁ ତାକୁ ଦେଖେଇ ପାରୁଛେ। ଯଦି ଆମେ ପରିବାରରେ କାହାକୁ ଦେଖେଇ ନ ପାରୁଛେ, ତାହେଲେ ଆନନ୍ଦ ଆମେ ପାଉନେ। ସେଥିପାଇଁ ଏଠି ହଉଛି ଆମେ ଯଦି କେହି ମାନେ ଉପଭୋଗ କରିବା, ଯଦି କେହି ଥାଆନ୍ତି, ଯଦି ନାହାନ୍ତି ଉପଭୋଗ କଣ କରିବା? ସେମିତି ଯଦି ମାନେ ଉଦାହରଣ ସ୍ୱରୂପ ମୋ ପାଖରେ ଏ ମୋବାଇଲ ଥାଇକି ଲାଭ କଣ? ଯଦି କେହି ଲୋକ ନାହାନ୍ତି ମୁଁ କାହା ସାଙ୍ଗରେ କଥାବାର୍ତ୍ତା କରିବାକୁ। ମୋର ଏ ଆତ୍ମଜ୍ଞାନ, ଏ ଯୋଉ ମାନେ ଆଧ୍ୟାତ୍ମିକ ଜ୍ଞାନ ଥାଇକି ଲାଭ କଣ ଯଦି ଶ୍ରୋତା ନାହାନ୍ତି ଶୁଣିବାକୁ? ଏମିତି ଆମେ ଭାବୁଛେ, ଆମେ କେବେ ହେଲେ ଭାବୁନେ। ଆମେ ସବୁବେଳେ ଆମ ଇଚ୍ଛା କଥା ଚିନ୍ତା କରୁଛେ, ଭଗବାନ କଣ ଚାହୁଁଛନ୍ତି ସେ ଜିନିଷ ଆମେ ଚିନ୍ତା କରୁନେ। ଧରନ୍ତୁ ଅଷ୍ଟାଙ୍ଗ ଯୋଗୀ, ସେ କଣ କରୁଛି? ସେ ଅଷ୍ଟ ସିଦ୍ଧି ଲାଭ କରୁଛି। ଅଷ୍ଟାଙ୍ଗ ଯୋଗୀ ବିଭିନ୍ନ ପ୍ରକାରର ସେ ସିଦ୍ଧି ଅଛି, ସେ ଅନିମା, ମହିମା, ଲଘିମା, ପ୍ରାପ୍ୟ, ଏମିତି ସବୁ ବିଭିନ୍ନ ପ୍ରକାରର ଅଛି ସେ ସିଦ୍ଧି। ଏବଂ ମାନେ ନିଜକୁ ଅତି ପୋକ ଭଳିଆ ଛୋଟ କରିଦବ, ନହେଲେ ଅତି ବଡ କରିଦେଇ ପାରିବ ଅଷ୍ଟାଙ୍ଗ ଯୋଗୀ, ପ୍ରକାଣ୍ଡ ପୁରା। ନହେଲେ ନିଜକୁ ବହୁତ ହାଲକା କରିପାରିବ, ନହେଲେ ବହୁତ ଓଜନଦାର ବି କରିଦେଇ ପାରିବ। ସେ ଜଳସ୍ଥଳ ବୁଲି ପାରିବ, ଏଇଭଳି। ତେଣୁ ଅଷ୍ଟାଙ୍ଗ ଯୋଗୀ ଏଇ ଯୋଉ 8ଟା ସିଦ୍ଧି ଲାଭ କଲା। ଧରନ୍ତୁ ସେଇ ଜଣେ ଅଷ୍ଟାଙ୍ଗ ଯୋଗୀ ଭିତରୁ ଜଣେ, ସେ ବର୍ତ୍ତମାନ କଣ କରୁଛି? ନଦୀରେ ପାଣି ଉପରେ ଚାଲୁଛି। ବିଭିନ୍ନ ଲୋକ ଠିଆ ହେଇଛନ୍ତି, ବହୁତ ଲୋକ ଠିଆ ହେଇଛନ୍ତି ନଦୀ କୂଳରେ, ଏବଂ ସେ ପାଣି ଉପରେ ଚାଲୁଛି।
ଲୋକମାନେ କଣ କରୁଛନ୍ତି, ତାଳି ମାରୁଛନ୍ତି, ବାହା ବାହା କରୁଛନ୍ତି, ଆରେ ବାହ କଣ। ତେଣୁ ଜିନିଷ ହଉଛି ତାକୁ ଆନନ୍ଦ ମିଳୁଛି କାହାକୁ, ଅଷ୍ଟାଙ୍ଗ ଯୋଗୀକୁ। କାହିଁକି ନା ଲୋକ ଦେଖୁଛନ୍ତି, ଆପ୍ରିସିଏଟ କରୁଛନ୍ତି, ଖୁସି ହଉଛନ୍ତି, ତେଣୁ ତାକୁ ଆନନ୍ଦ ମିଳୁଛି। କିନ୍ତୁ ଯଦି ସେ ପାଣି ସେଠି କେହି ଲୋକ ନଥିବେ, ସେ ପାଣିରେ ଯେତେ ଥର ଯାଉ, 10 ଥର ଯାଉ ଏପଟରୁ ସେପଟ ସେପଟ, ତାକୁ ଆନନ୍ଦ ମିଳିବ କି? ମିଳିବନି। ତେଣୁ ମେନ୍ ଜିନିଷ ହଉଛି ଯଦି ଭୋଗ୍ୟ ବସ୍ତୁ ମାନେ ଯୋଉ ଜିନିଷ ଗୁଡାକ ଆମ ପାଖରେ ଅଛି, ଯୋଉ ମାନେ ଆମେ କହୁଛେ ଇନ୍ଦ୍ରିୟ ବିଷୟ, ସେନ୍ ସବଜେକ୍ଟ ଯୋଉ ଗୁଡାକ, ସେ ଯଦି ଆମ ପାଖରେ ଅଛି, ସେ ନିଜେ ଆମକୁ ଆନନ୍ଦ ଦିଅନ୍ତିନି। ସେଗୁଡିକ ଆମେ ଆନନ୍ଦ କେତେବେଳେ ପାଇବା ନା ଯେତେବେଳେ ଅନ୍ୟମାନଙ୍କ ଗହଣରେ ଆମେ ତାକୁ ରଖିବା ବା ଦେଖେଇବା, ତାହେଲେ ଆମେ ପାଇବା। କାରଣ ଜଣେ ଆପ୍ରିସିଏଟ କରୁଥିବା ଦରକାର। ମୋ ପାଖରେ କୋଟ୍ ଅଛି, ଟାଏ ଅଛି, ମୁଁ ପାର୍ଟିକୁ ଯାଉଛି ଏବଂ କୋଟ୍ ଆଉ ଟାଏ ନେଇକି ମୁଁ ପାର୍ଟିକୁ ଗଲି, ଲୋକ ଦେଖିଲେ, ମତେ ଆପ୍ରିସିଏଟ କଲେ ଏବଂ ମତେ ଭଲ ଲାଗିଲା, ଖୁସି ଲାଗିଲା, ମୁଁ ଏନ୍ଜୟ କଲି, ମୋର ସେଇ ଯୋଉ କୋଟ୍ ଆଉ ଟାଏ ପିନ୍ଧିବାଟା ସାର୍ଥକ ହେଲା। କିନ୍ତୁ ସେଇ କୋଟ୍ ଟାଏକୁ ମୁଁ କଣ ରାତିରେ ପିନ୍ଧିକି ଶୋଇବି? ମତେ ମଜା ଲାଗିବ? ଆନନ୍ଦ ମିଳିବ? ତେଣୁ ଭୋଗ୍ୟ ବସ୍ତୁ କେବେ ହେଲେ ନିଜେ ଆନନ୍ଦ ପ୍ରଦାନ କରନ୍ତିନି। ଇଏ ହଉଛି ଭୌତିକ ଦୁନିଆରେ ଆମର ଇଏ ହଉଛି ବିଶେଷତ୍ୱ। ତ ଆମକୁ ଦରକାର କେହି ଲୋକ ଥିବା ଦରକାର। ତେଣୁ ଆମେ ଏଇ ଯୋଉ ଶ୍ଲୋକରେ ଦେଖୁଛେ, 4ଟି ଯାକ ଶ୍ଲୋକରେ ସେ ଗୋଟିଏ ସୂତ୍ରରେ ବନ୍ଧା। କଣ ନା ଯଦି ପରିବାର ନାହାନ୍ତି ତାହେଲେ ସୁଖ ନାହିଁ। ଏଇ ଜିନିଷ ଏଠି ପ୍ରତିଫଳିତ ହଉଛି। ପରିବାର ନାହିଁ ମାନେ ସୁଖ ନାହିଁ। ଅର୍ଜୁନ କହୁଛନ୍ତି ଯେ ମୁଁ ଯୁଦ୍ଧ କରିବି, ଲୋକଙ୍କୁ ମାରିବି, ରାଜ୍ୟ ପ୍ରାପ୍ତ କରିବି ଏବଂ ରାଜ୍ୟ ଜନିତ ଧନ ସୁଖ ସବୁ ପାଇବି, କିନ୍ତୁ ଯାହାଙ୍କୁ ଗହଣରେ ରହିକି ମୁଁ ଏଇ ଯୋଉ ପାଇଲି ଯାହାକୁ, ତାକୁ ମୁଁ ଉପଭୋଗ କରିବି, ସେମାନେ ତ ନଥିବେ ନା। ସେମାନେ କିଏ ନା ସେମାନେ ହଉଛନ୍ତି ନିଜ ଲୋକ ବୋଲିକି ସେ କହୁଛନ୍ତି। ସେମାନେ ହଉଛନ୍ତି ଗୁରୁଦେବ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ପିତର ପିତୃତୁଲ୍ୟ ଲୋକ, ପୁତ୍ରାସ ପୁଅମାନେ, ପିତାମହ ଭୀଷ୍ମ, ଭୂରିସର୍ବା ସବୁ ହଉଛନ୍ତି ଜେଜେବାପା, ମାତୁଳା, ଶକୁନି, ସେ ମାଦ୍ରୀଙ୍କର ଆଉ ଜଣେ ଭାଇ ଥିଲେ, ଶ୍ୱଶୁରା, ସମସ୍ତଙ୍କ ଶ୍ୱଶୁର ମଧ୍ୟ ପ୍ରେଜେଣ୍ଟ ଅଛନ୍ତି ସେଠି, ଦ୍ରୁପଦଠୁ ଆରମ୍ଭ କରିକି ସମସ୍ତଙ୍କର। ପୌତ୍ରାହ, ନାତି, ନାତି ତ ଜଣିଏ ଥିଲେ ସେଇ ଦୁର୍ଯ୍ୟୋଧନଙ୍କର ଲକ୍ଷ୍ମଣ, ଯିଏ ତାଙ୍କ ପୁଅ, ଦୁର୍ଯ୍ୟୋଧନଙ୍କ ପୁଅ ଲକ୍ଷ୍ମଣ, ଲକ୍ଷ୍ମଣଙ୍କର ପୁଅ ହଉଛନ୍ତି ନାତି ଏବେ ଅର୍ଜୁନଙ୍କର। ଶାଳା, ଶଳା ମାନେ ଏବଂ ବିଭିନ୍ନ ବନ୍ଧୁ ବାନ୍ଧବ, ସମ୍ବନ୍ଧୀନ ତଥା ବୋଲି କୁହାଯାଇଛି। ତେଣୁ ଏଠି କହୁଛନ୍ତି ଏଇମାନେ କିଏ? ଏମାନେ ହଉଛନ୍ତି ତାଙ୍କର ନିଜ ରକ୍ତ ମାଂସ ବା ରକ୍ତ ଚର୍ମର ସମ୍ପର୍କ ଥିବା ଲୋକ, ଯିଏକି ନିଜ ପରିବାରର ମୁଷ୍ଟିମୟ ଲୋକଙ୍କୁ ସେ ସ୍ୱଜନ କହୁଛନ୍ତି। ଏଇଠି ଅର୍ଜୁନଙ୍କର ଦୈହିକ ସମ୍ପର୍କ ଏବଂ ଯୋଉ ଦୈହିକ ଭାବନା ଏଠି ପ୍ରତିଫଳିତ ହଉଛି। ଏଗେନ୍ ସେ କେତେ ଥର ସେ ଏଇଭଳି କହିଲେଣି, ସେ 27 ନମ୍ବର ଶ୍ଲୋକରୁ ଆରମ୍ଭ କରିକି ଏପର୍ଯ୍ୟନ୍ତ ସେ ରିପିଟ୍ କରି ଚାଲିଛନ୍ତି। ଯଦିଓ ଏଇମାନଙ୍କୁ ସେ ସ୍ୱଜନ କହୁଛନ୍ତି, କିନ୍ତୁ ସମଗ୍ର ପୃଥିବୀ ହଉଛି ଆମର ସ୍ୱଜନ, ସମଗ୍ର ପୃଥିବୀ ହଉଛି ଆମର ପରିବାର। କେବଳ ସେଇ ଯୋଉ ରକ୍ତ ମାଂସର ଯୋଉ ସମ୍ପର୍କ କେବଳ ସେ ପରିବାର ନୁହେଁ, ପରିବାର ହଉଛନ୍ତି ଏଣ୍ଟାୟାର ଆମର ପୃଥିବୀ। କାହିଁକି ନା ଆମେ ହଉଛେ ଭଗବାନଙ୍କର ଅଂଶ ସମସ୍ତେ, ତେଣୁ ସେ ଦୃଷ୍ଟିରୁ ଆମେ ସମସ୍ତେ ପରିବାର, କୃଷ୍ଣଙ୍କ ପରିବାର। କିନ୍ତୁ ସେ ଭାବନା ଏଠି ଆସୁନି, କାହିଁକି ନା ସେ ମୁହଁରେ ଅଛନ୍ତି। ସେଥିପାଇଁ ସେ କଣ କହୁଛନ୍ତି, ଏତାନ ହନ୍ତୁମ ଇଚ୍ଛାମି, ମୁଁ ଏମାନଙ୍କୁ ମାରିବାକୁ ଚାହୁଁନି, ଘ୍ନତୋପି ମଧୁସୂଦନ, ଯଦି ଏମାନେ ମତେ ବି ମାରି ଦିଅନ୍ତି, ମୁଁ ତଥାପି ଏମାନଙ୍କୁ ମାରିବି ନାହିଁ। ଏଠି ମାନେ ଗୋଟେ ସାଇଡରେ ଦେଖଉଛି ତାଙ୍କର ଅନାସକ୍ତ ଭାବ, ଆଉ ଗୋଟେ ପକ୍ଷରେ ଦେଖଉଛି ଆସକ୍ତି ଭାବ। ଏବଂ କହୁଛନ୍ତି ଅପି ତ୍ରୈଲୋକ୍ୟ ରାଜ୍ୟସ୍ୟ ହେତୋ କିଂ ମହିକୃତେ, ଏ ପୃଥିବୀ କଥା କଣ କହୁଛନ୍ତି? ପୃଥିବୀର ରାଜା ବି, ଆପଣ ଯଦି ତ୍ରିଭୁବନ ମତେ ଦେଇ ଦିଅନ୍ତି, ମୁଁ ମଧ୍ୟ ଏମାନଙ୍କୁ ମାରିବି ନାହିଁ। ମାନେ ଦେଖନ୍ତୁ ଏଠି ଏଠି ଅର୍ଜୁନଙ୍କର ଉଦାସୀନତା ଭାବ ଦେଖାଯାଉଛି। ଉଦାସୀନ କାହା ପ୍ରତି? ଉଦାସୀନ ହଉଛି ଏ ଜନ୍ମର ସୁଖ ଏବଂ ପରଜନ୍ମର ସୁଖ ମଧ୍ୟ।
ଏ ଜନ୍ମର ସୁଖ କଣ? ଏ ରାଜ୍ୟ ପାଇବେ, ରାଜ୍ୟ ଜନିତ ସୁଖ ପାଇବେ, ଧନ ପାଇଲେ, ସବୁ ପାଇଲେ, ଉପଭୋଗ କରିପାରିବେ। ତେଣୁ ଏ ଜିନିଷ ଏଇ ସୁଖକୁ ସେ ମଧ୍ୟ ତା ପ୍ରତି ଉଦାସୀନ ସେ ବୋଲିକି ଦେଖଉଛନ୍ତି। ପରଜନ୍ମ କଣ ନା, ଏଠି ଯଦି ସେ ଯୁଦ୍ଧ କ୍ଷତ୍ରିୟ ଯଦି ଯୁଦ୍ଧରେ ଜିତିକି ରାଜ୍ୟ ହାସଲ କଲେ ଏବଂ ସେ ଯିବେ ସ୍ୱର୍ଗକୁ, କ୍ଷତ୍ରିୟ ଯାଏ ସ୍ୱର୍ଗକୁ ଯିବ, ତେଣୁ ସ୍ୱର୍ଗରେ ଯାଇକି ମଧ୍ୟ ସେ ସୁଖ ପାଇବ। ତେଣୁ ଦିଟା ଯାକ ସେ ପାଇଲେ ମଧ୍ୟ ସେ ଉଦାସୀନ ଏ ଦିଟା ଯାକ ପାଇଁ, ସୁଖ ପାଇଁ, ଏ ଜନ୍ମର ସୁଖ ଓ ଆର ଜନ୍ମର ସୁଖ। ନିହତ୍ୟ ଧାତରାଷ୍ଟ୍ରଂ କା ପ୍ରୀତି ସାଜ ଅର୍ଜୁନ, ଏଇ ଧୃତରାଷ୍ଟ୍ର ପୁତ୍ର ମାନଙ୍କୁ ମାରିକି ମୁଁ କି ଆନନ୍ଦ ପାଇବି ବୋଲିକି କହୁଛନ୍ତି ହେ ଜନାର୍ଦ୍ଦନ। ଇଏ ବି ଭାରି ଇମ୍ପୋର୍ଟାଣ୍ଟ। ଜନାର୍ଦ୍ଦନ ଏଠି କହୁଛନ୍ତି, ଜନାର୍ଦ୍ଦନ ଅର୍ଥ ଜନ ଅର୍ଦ୍ଦନ। ଜନ ଲୋକମାନେ, ଅର୍ଦ୍ଦନ ହଉଛନ୍ତି ଯିଏ ରକ୍ଷା କରନ୍ତି, ଯିଏ ମୁକ୍ତି ଦିଅନ୍ତି, ରକ୍ଷାକର୍ତ୍ତା, ମୁକ୍ତିଦାତା ଏବଂ ଲୋକମାନଙ୍କୁ ମାରନ୍ତି, ତାଙ୍କୁ ଜନାର୍ଦ୍ଦନ କୁହାଯାଏ। ସେଥିପାଇଁ ଅର୍ଜୁନ ଏଠି ପରୋକ୍ଷ ଭାବେ କହୁଛନ୍ତି ଆପଣ ଜନାର୍ଦ୍ଦନ, ଲୋକ ମାରିବା କାମ ଆପଣଙ୍କର। ଆପଣ ନିଜେ କହୁଛନ୍ତି ଯେ ମୃତ୍ୟୁଶ୍ଚରତି ମତ୍ ଭୟାତ୍, ମୋ ଭୟରେ ବା ମୋ ନିର୍ଦ୍ଦେଶରେ ଏଇ ସଂସାରରେ ଖାଲି ମୃତ୍ୟୁ ଚାଲିଛି ଦିନ ରାତି। ଗୋଲୋକ ବୃନ୍ଦାବନରୁ ଆପଣ ଏ ଧରତୀକୁ ଆସିଛନ୍ତି ଏଇଥିପାଇଁ କେବଳ, ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍। ତେଣୁ ଇଏ ଯଦି ମାରିବା କଥା ଆପଣ ମାରୁନାହାନ୍ତି ଜନାର୍ଦ୍ଦନ, ଏଇଭଳିଆ ମତେ ଯୋଉ ଜଘନ୍ୟ କାମରେ ଯୋଉଥିରେ ମୁଁ ସୁଖ ପାଉନି, ମତେ କଷ୍ଟ ହଉଛି, ସେଥିରେ ମତେ କାହିଁକି ନିୟୋଜିତ କରୁଛନ୍ତି ବୋଲିକି ପ୍ରଶ୍ନ କରୁଛନ୍ତି ଜନାର୍ଦ୍ଦନକୁ ପରୋକ୍ଷ ଭାବରେ କୃଷ୍ଣ। କିନ୍ତୁ ସେଇ କୃଷ୍ଣ ତାଙ୍କୁ ଆଗରେ ଯାଇକି କୋଉଠି 11 ଅଧ୍ୟାୟ 33 ନମ୍ବର ଶ୍ଲୋକରେ କହିବେ, ସେ କହିବେ ଯେ ମୟା ଏବ ଏତେ ନିହତାଃ ପୂର୍ବଂ ଏବ, ମୟା ଏବ ଏତେ ନିହତାଃ ପୂର୍ବଂ ଏବ ନିମିତ ମାତ୍ରಂ ଭବ ସଭ୍ୟ ସାଚିନ୍। ଏ 33 ନମ୍ବର ଶ୍ଲୋକରେ କହିବେ ଅର୍ଜୁନ, ଯୋଉ ଲୋକଙ୍କୁ ତମେ ମାରିବ ବୋଲିକି ଏଠି କହୁଛ, ମୁଁ ମାରିବି କାହିଁକି? ତମେ ମାରୁନ। ମୟା ଏବ ଏତେ ନିହତାଃ, ଏମାନେ ମୋ ଦ୍ୱାରା ନିହତ ଅଲରେଡି, ମୁଁ ତାଙ୍କୁ ମାରି ଦେଇଛି। ପୂର୍ବଂ ଏବ ମାନେ ଏଠିକି ଆସିବା ପୂର୍ବରୁ, ଯୁଦ୍ଧକୁ ଆସିବା ପୂର୍ବରୁ ମୁଁ ତାଙ୍କୁ ମାରି ସାରିଛି। ନିମିତ୍ତ ମାତ୍ରମ୍ ଭବ ସଭ୍ୟ ସାଚିନ୍, ତମେ ଖାଲି କାରଣ ହୁଅ, ଏଠି ତମେ ପାର୍ଟିସିପେଟ କର ଏ ଯୁଦ୍ଧରେ, ଲୋକ ଜାଣନ୍ତୁ ଯେ ତମେ ମାରିଲ, କ୍ରେଡିଟ ତମର ହବ, ଦୁନିଆରେ ଯଶ କୀର୍ତ୍ତି ତମେ ବନେଇବ, ତମେ ମାରୁନ ବୋଲିକି ଏଇଟା ସେ କହିବେ ସେଠି ଆଗରେ ଯାଇକି 11 ନମ୍ବର ଶ୍ଲୋକରେ। ତେଣୁ ଇଏ ହେଲା ଜନାର୍ଦ୍ଦନ। କିନ୍ତୁ ଏଠି ଗୋଟେ ବଡ ଜିନିଷ ଆପଣ ଦେଖିବେ, ନିହତ୍ୟ ଧାତରାଷ୍ଟ୍ର ନା କା ପ୍ରୀତି ସ୍ୟାତ୍ ଜନାର୍ଦ୍ଦନ, ଇଏ ବହୁତ ମହତ୍ୱପୂର୍ଣ୍ଣ। ସେ କହୁଛନ୍ତି ଏଇମାନଙ୍କୁ ମାରି ଦେଇକି କଣ ବା ମୁଁ ଆନନ୍ଦ ପାଇବି? ଯୋଉ ପାଣ୍ଡବ ମାନଙ୍କୁ ଦୁର୍ଯ୍ୟୋଧନ ଏବଂ ତାଙ୍କର ଭାଇମାନେ ଅନେକ ଅନ୍ୟାୟ, ଅନେକ ଅତ୍ୟାଚାର କରିଛନ୍ତି, ଭୀମ ଭଳିଆ ଯୋଦ୍ଧାକୁ ବିଷ ଦେଇକି ମାରିଦେବାକୁ ପ୍ରଚେଷ୍ଟା କରିଛନ୍ତି, ଲାକ୍ଷାଗୃହରେ ତାଙ୍କୁ ଜିଅନ୍ତା ଜଳେଇ ଦେବାର ବ୍ୟବସ୍ଥା କରିଛନ୍ତି, ଦ୍ରୁତ କ୍ରୀଡ଼ା କରି, ପ୍ରତାରଣା କରି, କପଟ ମାଧ୍ୟମରେ ତାଙ୍କୁ ହରେଇ ଦ୍ରୌପଦୀଙ୍କର ବସ୍ତ୍ରହରଣ କରେଇଛନ୍ତି, ପାଣ୍ଡବ ମାନଙ୍କୁ ବନବାସ ଭୋଗିବାକୁ ପଡିଛି। ଏତେ ଗୁଡିଏ କଷ୍ଟ ଦବା ପରେ ମଧ୍ୟ ଅର୍ଜୁନ କହୁଛନ୍ତି ଯେ କଣ ମାନଙ୍କୁ ମାରିକି ଲାଭ, କି ଆନନ୍ଦ ପାଇବି? କାହିଁକି କହୁଛନ୍ତି? କାରଣ ଅର୍ଜୁନ ଦେଖୁଥିଲେ ଯେ ଏଇ ଯୋଉ ପାଇବେ ସୁଖ, ଏଇ ରାଜ୍ୟ ପାଇବେ, ରାଜ୍ୟ ସୁଖ ପାଇବେ କେତେ ଦିନ, ସେ ଭାବୁଥିଲେ ଏ କ୍ଷଣିକ। ଏବଂ ଇଏ ବି ସତ୍ୟ, ମହାଭାରତ ଯୁଦ୍ଧ ପରେ ପାଣ୍ଡବ ମାନେ ହୁଏତ 36 ରୁ 37 ବର୍ଷ ରାଜତ୍ୱ କରିଛନ୍ତି।
ସତେ ଯେମିତି ଅର୍ଜୁନ ଦେଖିପାରୁଥିଲେ ଯେ ଏଇ 36-37 ବର୍ଷ ପାଇଁ ମୋର ଏଇ ଜୀବନଟାକୁ ମୁଁ ବିପଦାପନ୍ନ କରିଦେବି, ମୋର ମୁଁ ନିଜକୁ ବିପଦାପନ୍ନ କରିଦେବି ଏଇ 36-37 ବର୍ଷ ପାଇଁ ସୁଖ ପାଇଁ। କଣ ବିପଦାପନ୍ନ କରିଦେବେ ବୋଲି କହୁଛନ୍ତି ଯେ ଏମାନଙ୍କୁ ମାରିଲେ ଆଗ ଶ୍ଲୋକରେ ଯାଇକି ସେ ଯୋଉଟା କହୁଛନ୍ତି ଏଇଠି ପ୍ରତିଫଳିତ ହଉଛି। ଆଗ ଶ୍ଲୋକରେ ଯାଇକି କହିବେ ଯେ ପାପ ହବ ଏମାନଙ୍କୁ ମାରିଲେ ବୋଲିକି, ସେଇଗୁଟା ସେ ଏଇଠି ରିଫ୍ଲେକ୍ଟ ହଉଛି ତାଙ୍କର ଯେ ଏମାନଙ୍କୁ ମାରିଦେଲେ ମୁଁ ତ ପାପ କଲି, ପାପ କରିଦେଲା ପରେ ମୁଁ ପାପର ଫଳ ତ ମତେ ଭୋଗିବାକୁ ହବ। ତେଣୁ ପାପର ଫଳ ଯଦି ମୁଁ ଭୋଗିବି ତାହେଲେ ଏ ଦୁନିଆକୁ ମୁଁ ବାରମ୍ବାର ବାରମ୍ବାର ଆସୁଥିବି, କେତେ ଜନ୍ମ ମତେ ନବାକୁ ପଡିବ ଏ ଭୌତିକ ଦୁନିଆକୁ। ତାହେଲେ ଏମାନଙ୍କର ମାରି ଯୋଉ ସୁଖ ପାଇଲି, ଏ ସୁଖ ମୋର ମୁକ୍ତି ପଥରେ ପ୍ରତିବନ୍ଧକ ହେଲା ବୋଲିକି ଅର୍ଜୁନ କହୁଛନ୍ତି। ଏଇ ଯୋଉ ନିହତାଃ ଧୃତରାଷ୍ଟ୍ରନା କାପୀରିତି ସା ଜନାର୍ଜନ ବୋଲି କହୁଛନ୍ତି, ଏଇଠି ଜଣା ପଡୁଛି। ସେଥିପାଇଁ ଅର୍ଜୁନ କହୁଛନ୍ତି ମୁଁ ତାଙ୍କୁ ମାରିବିନି, ମୋର ସେମାନେ ନିଜ ଲୋକ ଏବଂ ଏମାନେ ମାରିଲେ ପାପ ହବ ଏବଂ ଯୋଉ ସୁଖ ପାଇବି ସେ ସୁଖ ବି କ୍ଷଣିକ, ସେ ବେଶୀ ଦିନ ନୁହଁ। କଣ ଲାଭ ମାରିକି, ବରଂ ମୁଁ ମୋର ଯୋଉ ମାନେ ମୁକ୍ତି ଯୋଉ ଜିନିଷଟା ସେ ମୋର ବନ୍ଦ ହେଇଗଲା, ମୁଁ ପୁଣି ବଦ୍ଧ ଜୀବନ ଯାପନ କରିବି, ବଦ୍ଧ ଜୀବ ଭଳିଆ ବିଭିନ୍ନ ଶରୀରରେ ଏ ଧରତୀକୁ ଆସିବି ମୁଁ, ଏ ଭୌତିକ ଜଗତକୁ ବୋଲିକି ସେ ଏଇଠି କହୁଛନ୍ତି। ସେଥିପାଇଁ ସେ କହୁଛନ୍ତି ମୁଁ ଯୁଦ୍ଧ କରିବିନି ଏବଂ ଏମାନଙ୍କୁ ମାରିବି ନାହିଁ, କ୍ଷମା କରିଦେବି। ଯାହା ମତେ ଅନ୍ୟାୟ କରିଛନ୍ତି, ଅତ୍ୟାଚାର କରିଛନ୍ତି, ମୁଁ ତାକୁ ସହି ଯିବି ବୋଲିକି ଅର୍ଜୁନ କହୁଛନ୍ତି। ତେବେ ଭଗବାନ କହୁଛନ୍ତି ଅର୍ଜୁନ ତମେ ସହିପାର, କିନ୍ତୁ ମୁଁ ସହିବିନି, ମୁଁ କ୍ଷମା ଦେବି। କାହିଁକି ନା ସେଇଟା ପ୍ରପାତ ଲେଖୁଛନ୍ତି ଏଇଠି ତାଙ୍କ ପର୍ପୋଟରେ ଯେ ଭକ୍ତ ପ୍ରତି ଅନ୍ୟାୟ ହେଲେ ଭଗବାନ କେବେ ହେଲେ ସହିବେ ନାହିଁ। ନିଜ ପ୍ରତି ଯଦି ସେଇ ଅନ୍ୟାୟ ଅତ୍ୟାଚାର ହବ ସେ କ୍ଷମା ଦେଇଦେବେ, କିନ୍ତୁ ଭକ୍ତ ପାଇଁ ହେଲେ ସେ କେବେ ହେଲେ କ୍ଷମା ଦିଅନ୍ତି ନାହିଁ। କାହିଁକି ନା ସେ ଭକ୍ତର କଣ୍ଟ୍ରୋଲରେ ଥାନ୍ତି, ସେ ଇଣ୍ଡିପେଣ୍ଡେଣ୍ଟ, ସେ ଡିପେଣ୍ଡେଣ୍ଟ ନୁହନ୍ତି। କିନ୍ତୁ ଭକ୍ତ କେସରେ ସେ ଇଣ୍ଡିପେଣ୍ଡେଣ୍ଟ ନୁହନ୍ତି, ସେ ଭକ୍ତଙ୍କର କଣ୍ଟ୍ରୋଲରେ ରହୁଛନ୍ତି। ସେଥିପାଇଁ ତ ସେ ସାରଥୀ ହେଇକି ଆସିଲେ ଅର୍ଜୁନଙ୍କର। ସେଥିପାଇଁ ତ ସେ ରାଜସ୍ୱ ଯଜ୍ଞରେ ଯୁଧିଷ୍ଠିରଙ୍କର ସେବକ ବନିକି ସେବା ଦେଇଥିଲେ, ମୁନି ଋଷି ମାନଙ୍କର ପାଦ ଧୋଇଥିଲେ। କିନ୍ତୁ ବହୁତ ଅଛି ଏକ୍ସାମ୍ପଲ, କେତେ ଏକ୍ସାମ୍ପଲ ଅଛି। ଏବଂ ଭଗବାନ କେବେ ହେଲେ ସହିବେନି, ସେ ଭକ୍ତ ପ୍ରତି କିଛି ଅନ୍ୟାୟ ହେଲା ସେ ଦଣ୍ଡ ଦେବେ। ଆମେ ବି ଜାଣିବା ଯେ ଦୁର୍ବାସା ଋଷି ଏବଂ ଅମ୍ବରୀଶଙ୍କର ଗୋଟେ ଅଛି ଉପାଖ୍ୟାନ। କଣ? ଅମ୍ବରୀଶ ମହାରାଜ ଜଣେ ସୁପ୍ରସିଦ୍ଧ ମହାରାଜ ଥିଲେ ଏବଂ କୃଷ୍ଣଙ୍କର ଶୁଦ୍ଧ ଭକ୍ତ। ସେ ତାଙ୍କର ମାନେ 11ଟା ଯାକ ଇନ୍ଦ୍ରିୟ, 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ ପ୍ଲସ୍ ମନ, ଏ ସବୁତକ ତାଙ୍କର ସବୁବେଳେ ଭଗବାନଙ୍କ ସେବାରେ ଲାଗିଥାଏ। ଏଇଭଳିଆ ଭକ୍ତ ସେ, ଫଳରେ ତାଙ୍କର ଗୁଣଗାନ ହଉଥିଲା ସାରା ପୃଥିବୀରେ। ଏତେ ଗୁଣଗାନ ହଉଥିଲା, ଦୁର୍ବାସା ଋଷି ସହିପାରିଲେନି, କହିଲେ କଣ ଯାହାହେଲେ ରାଜାଟେ, ରାଜାର କାମ ହେଲା ଭୋଗ କରିବା, ସିଏ କୁଆଡୁ ଏତେ ମହାନ ହେଇପାରିଲା, ସିଏ ଯଦି ମହାନ ଆମେ କିଏ? ତେଣୁ ସେ ତାଙ୍କର ଏ ଅହଙ୍କାର, ସେ ଭାବିଲେ ଯେ ମୁଁ ତାକୁ ଗୋଟେ ଉଚିତ ଶାସ୍ତି ମଧ୍ୟ ଦେବି ବୋଲିକି ଦିନେ ଆସିକି ପହଞ୍ଚିଲେ। ଯୋଉ ଦିନ ପହଞ୍ଚିଛନ୍ତି ସେଇଟା ହଉଛି ଦ୍ୱାଦଶ ଦିନ, ଏକାଦଶୀର ପରଦିନ। ଏବଂ ଏକାଦଶୀ ର ପରଦିନ କଣ ହୁଏ ନା, ଯିଏ ଏକାଦଶୀ ବ୍ରତ କରିଥାଏ ତା ପରଦିନ ଗୋଟେ ନିର୍ଦ୍ଦିଷ୍ଟ ସମୟ ଅଛି, ସେ ସମୟରେ ବ୍ରତକୁ ଭାଙ୍ଗନ୍ତି ଅନ୍ନପ୍ରସାଦ ପାଇକି। କିନ୍ତୁ ଯୋଉଦିନ ସେ 12th ଡେ ବା ଦ୍ୱାଦଶ, ସେଦିନ ଯେତେବେଳେ ସେ ଏଇ ତାଙ୍କର ବ୍ରତକୁ ସେ ଭଙ୍ଗ କରୁଛନ୍ତି ଅନ୍ନପ୍ରସାଦ ପାଇକି ବୋଲିକି, ସେତିକି ବେଳେ ଦୁର୍ବାସା ଋଷି ପହଞ୍ଚୁଛନ୍ତି ଏବଂ ଦେଖୁଛନ୍ତି ଯେତେବେଳେ ଅତିଥି ରାଜଭବନରେ, ଏବଂ ରାଜାର କର୍ତ୍ତବ୍ୟ ହଉଛି ଆଗ ଅତିଥିକୁ ମହାପ୍ରସାଦ ଦେବେ ଏବଂ ସେ ପାଇଲା ପରେ ନିଜେ ପାଇବେ। ସେଥିପାଇଁ ସେତେବେଳେ ଦବାକୁ ଯାଉଛନ୍ତି, ସେ କହିଲେ ମୁଁ ଗାଧେଇବାକୁ ଯାଉଛି, ସ୍ନାନ କରିବା।
ତେଣୁ ସ୍ନାନ କରିକି ଆସିଲେ ବୋଲିକି ଗଲେ ଏବଂ ଗଲେ ସେ ନଦୀରେ ଏବଂ ଜାଣି ଶୁଣିକି ସେ ବିଳମ୍ବ କଲେ। ବହୁତ ସମୟ ୱେଟ୍ କଲା ପରେ ଦେଖୁଛନ୍ତି ସମୟ ଗଡି ଯାଉଛି। ଅମ୍ବରୀଶ ମହାରାଜ ସେ କହିଲେ କାହାକୁ ତାଙ୍କର ବ୍ରାହ୍ମଣ ଯୋଉମାନେ ଅଛନ୍ତି ଏବଂ ପରାମର୍ଶଦାତା ତାଙ୍କୁ ସେ ପରାମର୍ଶ କଲେ ଏବଂ ସେ କହିଲେ ଆପଣ କେବଳ ପାଣି ଟିକେ ପିଇକି ବ୍ରତଟିକୁ ଭାଙ୍ଗି ଦେଇଥାନ୍ତୁ, ଆସିଲେ ପ୍ରସାଦ ସାଙ୍ଗ ହେଇକି ଗ୍ରହଣ କରିବେ। ତେଣୁ ସେ ପାଣି ପିଇଦେଲେ। ଏ କଥା ଯେହେତୁ ତାଙ୍କର ସୁପରନ୍ୟାଚୁରାଲ ପାୱାର ଅଛି, ମିଷ୍ଟିକ ପାୱାର, ଅଲୌକିକ ଶକ୍ତି, ସେ କଣ କଲେ ଜାଣିଦେଲେ କିଏ ଦୁର୍ବାସା ମୁନି ସେ ଜାଣିଦେଲେ ଯେ ଇଏ ଏଭଳିଆ ସେ ସେଇଠୁ କ୍ରୋଧାନ୍ତ ହେଇକି ଆସିଛନ୍ତି। ଏତେ ସାହସ, ମୁଁ ଯାଇନି, ପାଣି ଗ୍ରହଣ କରିଦେଲେ। ତେଣୁ ସେ ଆସିଛନ୍ତି ଏବଂ ତାଙ୍କର ଯୋଉ କେଶର ମେଞ୍ଚେ କେଶ ବାହାର କରିକି ଛିଣ୍ଡେଇକି ସେଥିରେ ଗୋଟେ ଅସୁର ତିଆରି କଲେ ଏବଂ ସେ ଅସୁରକୁ ଲଗେଇଦେଲେ ଅମ୍ବରୀଶଙ୍କୁ ମାରିବା ପାଇଁ। କୃଷ୍ଣ କଥା ଯେତେବେଳେ ଜାଣିଲେ ସାଙ୍ଗେ ସାଙ୍ଗେ ପଠେଇଲେ, କାରଣ ସେ ହଉଛନ୍ତି ଭକ୍ତ, ଶୁଦ୍ଧ ଭକ୍ତ। ସେ ପଠେଇଲେ ସୁଦର୍ଶନ ଚକ୍ର। ସେ ସୁଦର୍ଶନ ଚକ୍ର ତ ମାରିଲା କାହାକୁ, ସେ ଅସୁରଟିକୁ, କିନ୍ତୁ ସେ ମାରି ସାରିଲା ପରେ ସେ ଦୁର୍ବାସାଙ୍କ ମୁନିଙ୍କ ଆଡେ ସେ ଅଗ୍ରସର କଲା। ଦୁର୍ବାସା ମୁନି ଡରିକି ଦୌଡ଼ିବା ଆରମ୍ଭ କଲେ। ଯୁଆଡେ ଯୁଆଡେ ଯାଉଛନ୍ତି ତାଙ୍କ ପଛେ ପଛେ ସେଇଟା ଯାଉଛି, ସେଇ ସୁଦର୍ଶନ ଚକ୍ର। ଏବଂ ଯାଇକି ପହଞ୍ଚିଲେ କୋଉଠି, ବ୍ରହ୍ମାଙ୍କ ପାଖରେ, ଶିବଙ୍କ ପାଖରେ। ସେମାନେ କହିଲେ ଆମେ କିଛି କରିପାରିବୁନି, ସୁଦର୍ଶନ ଚକ୍ର, ସେଠିକି ଯିବାକୁ ପଡିବ ବିଷ୍ଣୁ ଲୋକ। ତେଣୁ ବିଷ୍ଣୁଙ୍କ ପାଖକୁ ଯାଇଛନ୍ତି ଏବଂ ବିଷ୍ଣୁଙ୍କ ପାଖରେ ସେ କହୁଛନ୍ତି ଯେ ଏଭଳିଆ ମତେ ରକ୍ଷା କର, ରକ୍ଷା କର। ସେ କହିଲେ ମୁଁ କିଛି କରିପାରିବିନି, ଯୋଉଠି ଅପରାଧ କରିଛନ୍ତି ସେଇଠି ଆପଣଙ୍କୁ କ୍ଷମା ମାଗିବାକୁ ପଡିବ। ସିଧା ସେଇଠୁ ଆସିଛନ୍ତି, ଅମ୍ବରୀଶ ରାଜାଙ୍କ ଗୋଡ ତଳେ ପଡିଛନ୍ତି ଏବଂ ତାଙ୍କର ଭୁଲ ସେ ଜାଣିପାରିଲେ। ସେ ଜାଣିଲେ ଭକ୍ତ କଣ। ଏଇଥିରୁ ଆମେ ଜାଣୁଛେ ଯେ ଯଦି ଆମେ ଏ ଦୁନିଆରେ ଏଇଭଳିଆ ଆମେ ଯଦି ଚିନ୍ତା କରିବା ଯେ କୌଣସି ମାନେ ଏଥିରୁ ଗୋଟେ ଶିକ୍ଷା ମିଳୁଛି। କଣ ଶିକ୍ଷା ନା, ବୈଷ୍ଣବ ମାନେ ହଉଛନ୍ତି ଯେମିତି ଅମ୍ବରୀଶ ମହାରାଜ ଜଣେ ଶୁଦ୍ଧ ବୈଷ୍ଣବ, ବିଷ୍ଣୁଙ୍କ ପ୍ରତି ସମର୍ପିତ, ସେମିତି ଏ ଦୁନିଆରେ ବହୁତ ବୈଷ୍ଣବ ଅଛନ୍ତି ଯୋଉମାନେ ଭକ୍ତ। ତେଣୁ ଆମେ ଯଦି ତାଙ୍କ ପ୍ରତି କୌଣସି ଅପରାଧ କଲେ, ତାଙ୍କ ବିଷୟରେ ଗଲତ ଚିନ୍ତା କଲେ, ତାଙ୍କ ବିଷୟରେ ତାଙ୍କୁ ଥଟ୍ଟାତାମସା କଲେ, ଯଦି ନିନ୍ଦା କଲେ, ଯାହା ବି କଲେ, ସେ ଅପରାଧ ଆମକୁ ଲାଗିଯିବ। ଏ ଶିକ୍ଷାଟି ଏରି ମାଧ୍ୟମରେ ଆମକୁ ମିଳୁଛି। ଏଇ ଯୋଉ ଜିନିଷ, ଏଇ ଅପରାଧ ମିଳିବ ବୋଲିକି ଏଟା ମୁଁ କହୁନି, ଏଟା ଶାସ୍ତ୍ରରେ ନିଜେ ବ୍ୟାସ ଲେଖିଛନ୍ତି। 10ଟି ଅପରାଧ ଅଛି, ତା ଭିତରେ ଗୋଟେ ଫାଷ୍ଟ ଅପରାଧ ହଉଛି, ପ୍ରଥମ ଅପରାଧ ହଉଛି ବୈଷ୍ଣବ ଅପରାଧ। ତେଣୁ ଏଇଥିରୁ ଆମେ ଜାଣିଲେ ଯେ, ଆମେ ଦେଖିଲେ ଯେ ସେ କହୁଛନ୍ତି ଏନଜୟମେଣ୍ଟ ମୁଁ କେମିତି କରିବି, ଏନଜୟମେଣ୍ଟ ମାନେ ଏଇ ଯୋଉ ରାଜ୍ୟ ପାଇଲି, ଏଇ ରାଜ୍ୟରୁ ସୁଖ ଧନ ସମ୍ପତ୍ତି ସବୁ ପାଇବି, ମୁଁ ଉପଭୋଗ କରିପାରିବିନି। କାହିଁକି ଉପଭୋଗ କରିପାରିବିନି ନା, ଯୋଉ ଲୋକମାନେ ଗହଣରେ ରହିକି ମୁଁ ୟାକୁ ଉପଭୋଗ କରିଥାନ୍ତି ସେମାନେ ନଥିବେ, ମୁଁ ତ ତାଙ୍କୁ ମାରି ଦେଇଥିବି। ତେଣୁ ଅର୍ଜୁନଙ୍କର ଏଇ ପ୍ରୋବ୍ଲେମ ଯୋଉ ଯେ ସେ ଯାହାକୁ ଭାବୁଛନ୍ତି ଆତ୍ମସ୍ୱଜନ ଏବଂ ସେ ଜିନିଷ ଭାବୁଛନ୍ତି କାହିଁକି, ଏଇଟା ହଉଛି ଦୈହିକ ଭାବନା ବା ବଡିଲି କନସେପସନ ଯୋଉଟା ଆମେ କହୁଛେ, ଶାରୀରିକ ଚେତନା ଯେ ମୁଁ ଶରୀର, ମୋ ଶରୀର ସାଙ୍ଗରେ ଯୋଉମାନେ ଯୋଡି ହୋଇଛନ୍ତି ସେମାନେ ମଧ୍ୟ ମୋ ନିଜର, କିନ୍ତୁ ଏ ଶରୀର କ୍ଷଣସ୍ଥାୟୀ। ଆମେ ବର୍ତ୍ତମାନ ଅର୍ଜୁନ ନ ମାରିଲେ ମଧ୍ୟ ସେ ଶରୀର ଅଟୋମେଟିକାଲି ସରିଯିବ, ଅବସାନ ହେଇଯିବ। ଶରୀର କେବଳ ପରମାନେଣ୍ଟ ନୁହେଁ, ପରମାନେଣ୍ଟ କୋଉଟା, ଆତ୍ମାଟା। ତେଣୁ ଭଗବାନ ପୁଣି ଦେବେ ସେଇ ଯୋଉ ବଡି ଆଣ୍ଡ ସୋଲ, ଆତ୍ମା ଆଉ ଶରୀରର ଭିତରେ ଫରକ କଣ ଏବଂ ସେଇ ଯୋଉ ଜ୍ଞାନ, ସେ ଜ୍ଞାନ ସେ ଦେବେ ଦ୍ୱିତୀୟ ଅଧ୍ୟାୟରେ। ସେତେବେଳେ କହିବେ ଯେ ଅର୍ଜୁନ ତମେ ତ ଅଛ ଭୌତିକ ସ୍ତରରେ, ସେଥିପାଇଁ ଏଭଳିଆ ଚିନ୍ତା କରୁଛ। ଯେତେବେଳେ ଆଧ୍ୟାତ୍ମିକ ସ୍ତରକୁ ଆସିବ ତମେ ଜାଣିପାରିବ ଯେ ତମେ ଶରୀର ନୁହେଁ, ତମେ ଆତ୍ମା। ତମେ ମାରିବାକୁ ଚାହିଁଲେ ମଧ୍ୟ କାହାକୁ ମାରିପାରିବ ନାହିଁ। ତମେ କେବଳ ଲୋକର କେବଳ ଶରୀରକୁ ମାରିପାରିବ, କାହାକୁ ମାରିପାରିବନି ତମେ ବୋଲିକି ସେଠି ସେ ଜ୍ଞାନ ଦେବେ। ତେବେ ଏମିତି ଆମେ ଦେଖିଲେ ଆଉ ନେକ୍ସଟ ଶ୍ଲୋକଟି ଆମେ ନେଇପାରିବା ନାହିଁ, କାହିଁକି ନା ସେ ଲାଗିବ ଆହୁରି 40 ମିନିଟ, ତ ଅଧଖଣ୍ଡିଆ କରିବାକୁ ଭଲ ଲାଗିବନି।
ତେବେ ମୁଁ ଜଷ୍ଟ ଆଉ 5-7 ମିନିଟ୍ ଅଛି, ମୁଁ ଖାଲି ଏତିକି କହିଦଉଛି ଯେ ଦେଖନ୍ତୁ ଆମେ ଏପର୍ଯ୍ୟନ୍ତ ଯାହା ବି ଆଲୋଚନା କଲେଣି, ଆମେ ପ୍ରଥମେ 1 ନମ୍ବର ଶ୍ଲୋକରେ ଦେଖିଲେ ଆମର ଆମେ ଯୋଉ ଶିଖୁଛେ, କଣ ଶିଖୁଛେ? ଆମେ ଶିଖୁଛେ ଯେ ଆମକୁ ଯୋଉ ମୁଁ ମୋର କହୁଛି ସେଥିରୁ ଊର୍ଦ୍ଧ୍ୱକୁ ଆମେ ଉଠିବା ଦରକାର, ଆମର ଚେତନା ସବୁବେଳେ ହବା ଦରକାର। ଆମେ ଆମର ସାରା ପୃଥିବୀ ପରିବାର, ସାରା ପୃଥିବୀ ଆମର ସ୍ୱଜନ, ଏଇ ଭାବନା ଆମର ଆସିବା କଥା, ଯୋଉଟା ଧୃତରାଷ୍ଟ୍ରଙ୍କ ନଥିଲା। ପ୍ରଥମ ଶ୍ଲୋକରେ ମାମକାହା ପାଣ୍ଡବଶ୍ଚୈବ ବୋଲିକି କହୁଛନ୍ତି, ପାଣ୍ଡୁ ପୁତ୍ରଙ୍କୁ ସେ ଅଲଗା କରିଦଉଛନ୍ତି। 2ରୁ ଆମେ 12 ପର୍ଯ୍ୟନ୍ତ ଦେଖିଲେ କଣ, 2ରୁ 11 ପର୍ଯ୍ୟନ୍ତ ସେଠି ଆମେ ଦେଖିଲେ ଯେ ଭଗବାନଙ୍କ ସାଙ୍ଗରେ ଆମେ ଇଚ୍ଛା ଅନୁସାରେ ଚାଲିବା ନା ନିଜ ଇଚ୍ଛା ଅନୁସାରେ, ଯେମିତି ଦୁର୍ଯ୍ୟୋଧନ ସେ ଭାବୁଥିଲେ ଯେ ମୋର ଶକ୍ତି, ମୋର ଛଳ, ମୋର କପଟ, ମୋର ରାଜନୀତି, କୂଟନୀତି, ଏଇ ସାହାଯ୍ୟରେ ମୁଁ ଏମାନଙ୍କୁ ସମାପ୍ତ କରିଦେଇକି ସାରା ପୃଥିବୀର ରାଜା ହେବି। କିନ୍ତୁ ସେପଟେ ଯୁଧିଷ୍ଠିର କଣ ଭାବୁଥିଲେ? ଯୁଧିଷ୍ଠିର ଭାବୁଥିଲେ ନାହିଁ, ଏଠି ରହିବି ଯାହା, ଜଙ୍ଗଲରେ ରହିବି ସେୟା, ସମାନ, ମୋ ପାଇଁ ସବୁ ସମାନ, ମୁଁ କେବଳ ଭଗବାନଙ୍କ ଇଚ୍ଛା ଅନୁସାରେ ଚାଲିବା ଦରକାର। ସେଠି ତାମାନେ ତାଙ୍କର ଆଧ୍ୟାତ୍ମିକ ଚେତନା ପ୍ରତିଫଳିତ ହଉଛି ଏଭଳିଆ ଭାବନାରେ। କିନ୍ତୁ ଦୁର୍ଯ୍ୟୋଧନର ଭୌତିକ ଚେତନା, ଅର୍ଥାତ୍ ସିଏ ମାନେ ନିଜକୁ ନିଜ ଇଚ୍ଛା ଅନୁସାରେ ଚାଲିବ, ତା ଆଧ୍ୟାତ୍ମିକ ଚେତନା ତା ପାଖରେ ନାହିଁ ଦୁର୍ଯ୍ୟୋଧନଙ୍କ ପାଖରେ। ସେମିତି 12ରୁ 20 ଆମେ ଦେଖିଲେ କଣ ନା ଆମର ଭଗବାନ ଦରକାର ନା ନାଇଁ, ଭଗବାନଙ୍କର ପକେଟ ଦରକାର, ଧନ ସମ୍ପତ୍ତି, ତାଙ୍କ ଶକ୍ତି, ଯୋଉଟା କି ଦୁର୍ଯ୍ୟୋଧନ ଇଚ୍ଛା କରିଥିଲେ। ସେ ନାରାୟଣୀ ସେନା ମାଗିଲେ, ଯେତେବେଳେ ଚଏସ୍ ଦେଇଥିଲେ, ସେ କଣ ଚଏସ୍ ଦେଇଥିଲେ? ଆଇଦର ମତେ ନେଇପାର, ନହେଲେ ମୋର ଶକ୍ତିକୁ ନେଇପାର ନାରାୟଣୀ ସେନା, ମତେ ନେଲେ ମୁଁ ଯୁଦ୍ଧ କରିବି ନାହିଁ। ଦୁର୍ଯ୍ୟୋଧନ କଣ ଭାବିଲେ? ଆଙ୍କୁ ନେଇକି କଣ କରିବା ଆମେ, ଇଏ ତ ଯୁଦ୍ଧ କରିବେନି, ବରଂ ତାଙ୍କ ସେନାଙ୍କୁ ନେଲେ ମୋ ଶକ୍ତି ବଢିବ। ଇଏ ହଉଛି ଭୌତିକ ହିସାବ ବିକାଶ, ମ୍ୟାଟେରିଆଲ କ୍ୟାଲକୁଲେସନ। କିନ୍ତୁ ଅର୍ଜୁନ କାହାକୁ ନେଲେ? ନେଲେ ଏଇମାନଙ୍କୁ, କୃଷ୍ଣଙ୍କୁ। ସେଥିପାଇଁ 9ଟା ସଂକେତ ମିଳୁଥିଲା ବିଜୟ। କାହିଁକି ନା ଭଗବାନ ଥିଲେ କାହା ପାଖରେ? ପାଣ୍ଡବ ମାନଙ୍କ ପାଖରେ। 9ଟା ସଂକେତ ଆମେ ପାଉଥିଲେ। ଶଙ୍ଖ ବାଜିଲା, ତାଙ୍କର ହୃଦୟ ବିଦୀର୍ଣ୍ଣ ହେଲା ବିଭିନ୍ନ ପ୍ରକାରରେ, କପିଧ୍ୱଜ, ମହତି ସେନ୍ଦନେ ଯୋଉଟା ମହାନ ରଥ, ଏମିତି ବିଭିନ୍ନ ପ୍ରକାର 9ଟା ଆମେ ଦେଖିଲେ ସେଠି 20 ପର୍ଯ୍ୟନ୍ତ। ଆଉ 21ରୁ ଆମେ ଦେଖିଲେ କଣ ନା ଅର୍ଜୁନ 28 ପର୍ଯ୍ୟନ୍ତ। ଅର୍ଜୁନ ଜଣେ ଭକ୍ତ, ଆଉ ସେଇ ଭକ୍ତକୁ କେମିତି ଭଗବାନ ପ୍ରେମ କରନ୍ତି ସେ ଦୃଷ୍ଟାନ୍ତ ଆମେ ଦେଖିଲେ। ତାଙ୍କର ପ୍ରେମ ଦବାରେ ଭକ୍ତଙ୍କୁ କେବେ ଅବହେଳା କରନ୍ତିନି, ଅଚ୍ୟୁତ। ସେ ଅଚ୍ୟୁତ ଜିନିଷ ଆମେ ଦେଖିଲେ 20ରୁ 28 ପର୍ଯ୍ୟନ୍ତ। ସାରଥୀ ହେଇକି ଆସୁଛନ୍ତି, ତାଙ୍କୁ ସେବା ଆମେ ଭଗବାନଙ୍କର କରିବା କଥା, ସେ ଭକ୍ତଙ୍କର ସେବା କରୁଛନ୍ତି। ଅନେକ ତାର ଆଲୋଚନା କରିଛେ, କେତେ ଦୃଷ୍ଟାନ୍ତ ଦେଇଛେ ଯେ କେମିତି ଭଗବାନ କୋଉ କୋଉ ଜାଗାରେ କୋଉଠି ସେବକ ହେଇକି କାମ କରୁଛନ୍ତି, ତ ତାକୁ ଆଲୋଚନା ଆଉ କରିବାର ନାହିଁ। 28ରୁ ଆରମ୍ଭ ହେଇଗଲା ଯୁକ୍ତି। କାହାର? ଅର୍ଜୁନଙ୍କର। ସେ ଦେଖିଛନ୍ତି ରଥ ନେଇକି ଥୋଇଦେଲା ପରେ, ଦେଖିଲା ପରେ ତାଙ୍କର ଆସ୍ତେ ଆସ୍ତେ କରୁଣା ଆସିଛି, ଯୁଦ୍ଧ କରିବେନି। ତାପରେ ଆସ୍ତେ ଆସ୍ତେ ସେ ଯୁକ୍ତି ଦଉଛନ୍ତି, ଗୋଟେ ପରେ ଗୋଟେ ଏମିତି 5ଟି ଯୁକ୍ତି ଦେଇକି ଭଗବାନଙ୍କୁ କନଭିନ୍ସ କରିବାକୁ ଚେଷ୍ଟା କରୁଛନ୍ତି। ଭଗବାନଙ୍କୁ କିଏ କନଭିନ୍ସ କରିପାରିବ? ଏଥର ରହସ୍ୟ ହଉଛି ଅର୍ଜୁନଙ୍କ ଭଳିଆ ଲୋକ କେବେ ହେଲେ ଏଇଭଳି ଭାବନା ବା ଚିନ୍ତା ଧାରାରେ ଚାଲିବା ଲୋକ ନୁହନ୍ତି। ସେ ଭକ୍ତ, ଆଧ୍ୟାତ୍ମିକ ସ୍ତରରେ ସେ ବହୁତ ଉଚ୍ଚରେ, କିନ୍ତୁ ତାଙ୍କୁ ଭଗବାନ ମାଧ୍ୟମ କରିଛନ୍ତି, ତାଙ୍କୁ ପକେଇ ଦେଇଛନ୍ତି ମୋହରେ, ମାୟାରେ। ତାଙ୍କ ମାଧ୍ୟମରେ ଗୀତା ଆମ ପାଖରେ ପହଞ୍ଚିବ। ସେଠି ଆମେ ଏଇ ଜିନିଷ ଦେଖୁଛେ ଏଇଭଳି। ଏବଂ ଆମେ ଆସିଥିଲେ, ବର୍ତ୍ତମାନ ଆସିଗଲେଣି ସେକେଣ୍ଡ ଆର୍ଗୁମେଣ୍ଟ। ବର୍ତ୍ତମାନ ସେକେଣ୍ଡ ଯୋଉ ଯୁକ୍ତି ତାଙ୍କର ସରିଗଲା ଯେ ମୁଁ କାହାକୁ ନେଇକି ଉପଭୋଗ କରିବି। ପ୍ରଥମ ଯୁକ୍ତି କରୁଣା,
ଏମାନଙ୍କୁ ଦେଖିକି ମୋର ଦୟା ହଉଛି, ମାରିବି କେମିତି? ସ୍ୱଜନ ମୋର, ମୋର ନିଜର ରକ୍ତ ଚର୍ମର ସମ୍ପର୍କ ଅଛି ଏମାନଙ୍କ ସାଙ୍ଗେ। ଦ୍ୱିତୀୟ ଯୁକ୍ତ କହୁଛନ୍ତି ଯଦି ବି ମୁଁ ଏମାନଙ୍କୁ ମାରିଦେଲି ତାହେଲେ ଏ ରାଜ୍ୟ ଆଉ ଯୋଉ ସୁଖ ସମ୍ପତ୍ତି ପାଇଲି ମୁଁ କେମିତି ଉପଭୋଗ କରିବି? ଏମାନେ ତ ନଥିବେ, ଏମାନଙ୍କ ଗଣରେ କାହାର ଆସୋସିଏସନରେ କାହାର ସଙ୍ଗରେ ଏହାକୁ ଉପଭୋଗ କରାଯାଏ, ଏମାନେ ତ ନଥିବେ। ତାପରେ ତୃତୀୟ ଚତୁର୍ଥ ପଞ୍ଚମ ଏଇଭଳି ଦେବେ 5ଟି ଯୁକ୍ତି। ତେବେ ଆଜି ସମୟ ହେଇଯାଇଛି, ଆମେ ଏଇଠି ରଖିବା। ଆମେ ପୁଣି ନେକ୍ସଟ ନବା 36 ନମ୍ବର ଶ୍ଲୋକ। विराम नवा। ग्रंथराज श्रीमद् भगवद गीता की जय। श्रीला प्रभुपाद की जय। गौर भक्त वृंद की जय। हरे कृष्ण।